ପିଲାମାନେ ଏଇଠି ଅର୍ଥଶାସ୍ତ୍ର ଇକୋନୋମିକ୍ସର ଇଣ୍ଟରନାଲ ଏକ୍ଜାମ ପାଇଁ ପ୍ରଥମ ମାରାଥନ ଚାଲନ୍ତୁ ଆଲୋଚନା କରିବା। ପ୍ରଥମ ମାରାଥନର ପ୍ରଶ୍ନ ହେଉଛି, ତେଣୁ ସମସ୍ତେ ଲାଇଭ୍ ଚାଟ୍ ବକ୍ସରେ ଆନ୍ସର ଦେବେ, ଚେଷ୍ଟା କରିବେ ଉତ୍ତର ଦେବା ପାଇଁ। କେଉଁଟି ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ? ତ ପ୍ରଥମ ପ୍ରଶ୍ନ, କେଉଁଟି ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ? ଗୋଟେ ହେଉଛି ବ୍ୟଷ୍ଟି ଅର୍ଥନୀତି, ଗୋଟେ ହେଉଛି ସମଷ୍ଟି ଅର୍ଥନୀତି। ତ ସମଷ୍ଟି ମାନେ ସମୁଦାୟକୁ ବୁଝାଉଛି, ବ୍ୟଷ୍ଟିକୁ ମାନେ ଗୋଟିଏକୁ ବୁଝାଉଛି। ତେଣୁ ଏଇଠି ଉତ୍ତର କ'ଣ ହବ ନା ଦେଶର ରପ୍ତାନି ମାନେ ସମୁଦାୟ ଦେଶର ରପ୍ତାନିକୁ ବୁଝାଉଛି, ତେଣୁ ଏଇଟା ସମଷ୍ଟି ଅର୍ଥନୀତି ବୋଲି କୁହାଯିବ। କିନ୍ତୁ ହୀରାକୁଦ ଜଳଭଣ୍ଡାର ଗୋଟିଏକୁ ବୁଝାଉଛି, ଗୋଟିଏ ମୋଟର ସାଇକେଲର ଚାହିଦା, ଗଡରେଜ କମ୍ପାନୀରେ ନିୟୋଜନ, ତେଣୁ ଗୋଟିଏ କମ୍ପାନୀ କଥା କହୁଛି। ଏଗୁଡିକ ସବୁ ବ୍ୟଷ୍ଟି ଅର୍ଥନୀତି, ମନେ ରଖିବ। ଦ୍ୱିତୀୟ ପ୍ରଶ୍ନ, ଅର୍ଥନୈତିକ ସମସ୍ୟା କ'ଣ? ତେଣୁ ପିଲାମାନେ ଅର୍ଥନୈତିକ ସମସ୍ୟା କ'ଣ ନା ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଉଛି ସର୍ବାଧିକ ସମ୍ବଳ ଅଭାବ ପୂରଣ ପାଇଁ ଦୁଷ୍ପ୍ରାପ୍ୟ ସମ୍ବଳର ବଣ୍ଟନ। ତେଣୁ ସର୍ବାଧିକ ସମ୍ବଳ ମାନେ ସମ୍ବଳର ଉପଯୋଗ ପାଇଁ, ସମ୍ବଳ ମାନେ କ'ଣ? ଯାହା ଅଛି, ବ୍ୟବହାର ପାଇଁ ଯାହା ଅଛି। ତ ସମ୍ବଳର ଯେତିକି ଆମର ବ୍ୟବହାର ପାଇଁ ଅଛି ସେଇ ମାନେ ଆଉ ସମ୍ବଳର ଅଭାବ ବହୁତ, ତେଣୁ ଲୋକମାନଙ୍କର ଅଭାବ ପୂରଣ ପାଇଁ ଦୁଷ୍ପ୍ରାପ୍ୟ ସମ୍ବଳର ବଣ୍ଟନ କରିବା, ଯେତିକି ଅଛି ତାକୁ ବଣ୍ଟନ କରିବା, ସେଇଟା ହେଉଛି ଅର୍ଥନୈତିକ ସମସ୍ୟା। ତୃତୀୟ ପ୍ରଶ୍ନ, ଗୋଟିଏ ଦ୍ରବ୍ୟର ଉତ୍ପାଦନ ପାଇଁ କେଉଁ ନିର୍ଦ୍ଦିଷ୍ଟ ପଦ୍ଧତି ବ୍ୟବହାର କରାଯିବ ତାହା ସ୍ଥିର କରିବା କେଉଁ ପ୍ରକାର ସମସ୍ୟା? ନାଇଁକି ଗୋଟେ ଉତ୍ପାଦନ ପାଇଁ କେଉଁ ନିର୍ଦ୍ଦିଷ୍ଟ ପଦ୍ଧତି ବ୍ୟବହାର କରାଯିବ, କେଉଁ ସମସ୍ୟା ଏଇଟା? ଉତ୍ତର ହେଉଛି କିପରି ଉତ୍ପାଦନ କରାଯିବ, ମାନେ ଉତ୍ପାଦନ ଯେଉଁ କରାଯିବ କେଉଁ ନିର୍ଦ୍ଦିଷ୍ଟ ପଦ୍ଧତି ବ୍ୟବହାର କରାଯିବ, ଅର୍ଥାତ୍ କିପରି ଉତ୍ପାଦନ କରାଯିବ, ଏଇଟା ହେଉଛି ସମସ୍ୟା। 4 ନମ୍ବର ପ୍ରଶ୍ନ, ଜାତୀୟ ଉତ୍ପାଦନର ବଣ୍ଟନ କାହା ଉପରେ ନିର୍ଭର କରେ? ଜାତୀୟ ଉତ୍ପାଦନର ବଣ୍ଟନ, ଜାତୀୟ ଉତ୍ପାଦନର ବଣ୍ଟନ କାହା ଉପରେ ନିର୍ଭର କରେ ନା ଜାତୀୟ ଆୟ ଉପରେ ମାନେ ନିର୍ଭର କରେ। କ'ଣ ନା ଜାତୀୟ ଆୟ ଉପରେ ନିର୍ଭର କରେ, କାହିଁକିନା ଜାତୀୟ ଆୟକୁ ନେଇକରି ବଣ୍ଟନ କରାଯିବ। ନେକ୍ସଟ ପ୍ରଶ୍ନ, ଅଭାବ କହିଲେ କ'ଣ ବୁଝାଏ? ଅଭାବ କହିଲେ କ'ଣ ବୁଝେଇବ ନା ଦ୍ରବ୍ୟ ବା ସେବା ପ୍ରାପ୍ତିର ଇଚ୍ଛା, ଦ୍ରବ୍ୟ ହେଉ କିମ୍ବା ସେବା ହେଉ ତାର ପ୍ରାପ୍ତିର ଇଚ୍ଛାକୁ ଅଭାବ କୁହାଯାଏ। 6 ନମ୍ବର ପ୍ରଶ୍ନ, ସ୍ଥାନ କାଳ ପାତ୍ର ଭେଦରେ ଅଭାବ କିପରି ହୁଏ? ସ୍ଥାନ କାଳ ପାତ୍ର ଭେଦରେ ଅଭାବ କ'ଣ ହୁଏ ନା ଭିନ୍ନ ଭିନ୍ନ ହୁଏ, ଅଭାବ ଭିନ୍ନ ଭିନ୍ନ ହୁଏ। 7 ନମ୍ବର ପ୍ରଶ୍ନ, ଜଣେ ଛାତ୍ର ପାଇଁ ଏକ ମୋଟର ଗାଡ଼ି କେଉଁ ଦ୍ରବ୍ୟ? ଗୋଟେ ଛାତ୍ର ପାଇଁ ମୋଟର ଗାଡ଼ି ବିଳାସ ଦ୍ରବ୍ୟ। ଗୋଟେ ଛାତ୍ର ମୋଟର ଗାଡ଼ି ଚଳିବ? ନାଇଁ, ବିଳାସ ଦ୍ରବ୍ୟ ହେଇଯିବ ଗୋଟେ ଛାତ୍ର ପାଇଁ ମୋଟର ଗାଡ଼ି। ନେକ୍ସଟ ପ୍ରଶ୍ନ, କେଉଁଟି ପରିପୂରକ ଅଭାବର ଉଦାହରଣ? ପରିପୂରକ ଅଭାବ, ପରିପୂରକ ଗୋଟେରେ ଅନ୍ୟଟା ପରିପୂରକ। ତ କ'ଣ ନା ଚା ଆଉ ଚିନି, ଯଦି ଚା ଥିବ ଚିନି ନଥିବ ତାହେଲେ ଚାର କିଛି ମୂଲ୍ୟ ରହିବନି, ଚା ଚିନି ପରିପୂରକ। 9 ନମ୍ବର ପ୍ରଶ୍ନ, ନିମ୍ନଲିଖିତ କେଉଁ ଉକ୍ତିଟି ଠିକ ନୁହେଁ? ଉପଯୋଗିତା କ'ଣ ହବ? କେଉଁ ଉକ୍ତିଟି ଠିକ ନୁହେଁ? କେଉଁ ଉକ୍ତିଟି ଠିକ ନୁହେଁ ନା ସି, ଉପଯୋଗିତା ଓ ଆନନ୍ଦଦାୟକ ଏକା ଶବ୍ଦ, ଏଇଟା ଠିକ ନୁହେଁ। ଆନନ୍ଦ ଅଲଗା, ଉପଯୋଗିତା ଅଲଗା, ତେଣୁ ଉପଯୋଗିତା ଓ ଆନନ୍ଦଦାୟକ ଏକା ଶବ୍ଦ ନୁହେଁ। ତାପରେ 10 ନମ୍ବର ପ୍ରଶ୍ନ, ମାନବର ପ୍ରତ୍ୟେକ ଅଭାବ ପୂରଣ କରିପାରୁଥିବା ଦ୍ରବ୍ୟକୁ କ'ଣ କୁହାଯାଏ? ମାନେ ମାନବର ପ୍ରତ୍ୟେକ ଅଭାବ ପୂରଣ କରୁଛି, ପ୍ରତ୍ୟେକ ଅଭାବ ପୂରଣ କରୁଛି, ତେଣୁ ତାକୁ କ'ଣ ନା ଉପଭୋଗ ଦ୍ରବ୍ୟ କୁହାଯାଏ, ଉପଭୋଗ ଦ୍ରବ୍ୟ। 11 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ କେଉଁଟି ସମଷ୍ଟି ଅର୍ଥନୀତି ସହ ସମ୍ପୃକ୍ତ? ସମଷ୍ଟି ଅର୍ଥନୀତି ସହିତ ସମ୍ପୃକ୍ତ ମୁଁ ତମକୁ କହିଥିଲି, ମାନେ ସମୁଦାୟ କହିଲେ ସମଷ୍ଟି ଅର୍ଥନୀତି, ତାହେଲେ ଏଇଠି କ'ଣ ହବ? ଭେରି ଗୁଡ୍ ପିଲାମାନେ, ଜାତୀୟ ଆୟ, ଜାତୀୟ ଆୟ ହେଉଛି ସମଷ୍ଟି ଅର୍ଥନୀତି। କିନ୍ତୁ ଜଣେ ଉପଭୋକ୍ତାଙ୍କ ଆୟ, ଉପଭୋକ୍ତାଙ୍କର ଚାହିଦା ତତ୍ତ୍ୱ, ଉପଭୋକ୍ତାଙ୍କ ପ୍ରକୃତି ତତ୍ତ୍ୱ, ଏଗୁଡ଼ିକ ସବୁ ବ୍ୟଷ୍ଟି ଅର୍ଥନୀତି। 12 ନମ୍ବର ପ୍ରଶ୍ନ, ଉତ୍ପାଦନ ସମ୍ଭାବ୍ୟତା ରେଖାର ଅନ୍ୟ ନାମ ହେଉଛି କ'ଣ? ଉତ୍ପାଦନ ସମ୍ଭାବ୍ୟତା ରେଖା, ପିଲାମାନେ ମନ ଦେଇକି ବୁଝ, ଉତ୍ପାଦନ ସମ୍ଭାବ୍ୟତା ରେଖା, ଓଟା କ'ଣ? ରୂପାନ୍ତରଣ ରେଖା।
ତେଣୁ କୌଣସି ଦ୍ରବ୍ୟ ଯେ ତିଆରି ହେଉଛି ସେଟା ରୂପାନ୍ତରଣ ହେଇ ତିଆରି ହେଉଛି। ତେଣୁ ଉତ୍ପାଦନ ସମ୍ଭାବ୍ୟତା ରେଖାର ଅନ୍ୟ ନାମ ହେଉଛି ରୂପାନ୍ତରଣ ରେଖା। ନେକ୍ସଟ ପ୍ରଶ୍ନ, ସମଷ୍ଟି ଅର୍ଥନୀତି ଗ୍ରୀକ ଶବ୍ଦ ମ୍ୟାକ୍ରୋସରୁ ଆଣିଯାଏ, ମ୍ୟାକ୍ରୋସରୁ। ତେଣୁ ଏହାର ଅର୍ଥ, ମ୍ୟାକ୍ରୋସର ଅର୍ଥ କ'ଣ କିରେ? ନା ମ୍ୟାକ୍ରୋସର ଅର୍ଥ ହେଉଛି କ'ଣ? ନା ବୃହତ। ମ୍ୟାକ୍ରୋସର ଅର୍ଥ କ'ଣ? ବୃହତ। 14 ନମ୍ବର ପ୍ରଶ୍ନ, କେଉଁ କାରଣରୁ ସମ୍ବଳର ନିର୍ବାଚନ କରିବା ଆବଶ୍ୟକ ପଡ଼ିଥାଏ? ସମ୍ବଳର ନିର୍ବାଚନ କରିବା ଆବଶ୍ୟକ ପଡ଼ିଥାଏ କାହିଁକି? କାହିଁକି ନା ସମ୍ବଳ ସ୍ୱଳ୍ପ, ସମ୍ବଳ ସ୍ୱଳ୍ପ, ସମ୍ବଳ ଅଧିକ ନାହିଁ। ତ ସମ୍ବଳ ସରିଗଲେ ଆଉ ଆସିବନି। ତ ସେ ସମ୍ବଳକୁ, ସ୍ୱଳ୍ପ ସମ୍ବଳକୁ କେମିତି ମାନେ ବାଣ୍ଟା ଯାଇପାରିବ ସେଇଟା ହେଉଛି ସରକାରଙ୍କର ଚିନ୍ତା। ତ ସମ୍ବଳର ନିର୍ବାଚନ କରିବା ଆବଶ୍ୟକ ପଡ଼ିଥାଏ। ନେକ୍ସଟ ପ୍ରଶ୍ନ, 15 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମ୍ପଦର ବୈଶିଷ୍ଟ୍ୟ ନୁହେଁ? ସମ୍ପଦର ବୈଶିଷ୍ଟ୍ୟ ନୁହେଁ କହିଛି। ତେଣୁ କେଉଁଟା ନୁହେଁ? ନା ଉପଯୋଗିତା। ଉପଯୋଗିତା ସମ୍ପଦର ବୈଶିଷ୍ଟ୍ୟ ନୁହେଁ। ଆଉ କ'ଣ କ'ଣ ବୈଶିଷ୍ଟ୍ୟ ତାହେଲେ? ସ୍ୱଳ୍ପତା, ଉପକାରିତା, ବିକ୍ରୟ ଯୋଗ୍ୟତା, ଏଗୁଡ଼ିକ ସବୁ ସମ୍ପଦର ବୈଶିଷ୍ଟ୍ୟ। କିନ୍ତୁ ଉପଯୋଗିତା ସମ୍ପଦର ବୈଶିଷ୍ଟ୍ୟ ନୁହେଁ। ତାହେଲେ ଯେଉଁଟାକି ଫ୍ରିରେ ମିଳୁଛି, ଗୋଟେ ଜିନିଷ ଫ୍ରିରେ ମିଳୁଛି ପିଲାମାନେ, ସେ ଫ୍ରିରେ ମିଳୁଛି, ସମୁଦ୍ର ବାଲି ହଉ, ପାଣି ହଉ, ସେଇଟା କ'ଣ? ତାର ଉପଯୋଗିତା ଅଛି କିନ୍ତୁ ସମ୍ପଦ ନୁହେଁ। କାହିଁକି? ନା ତାର ଉପଯୋଗିତା ଥିଲେ ବି ତାର ବିକ୍ରୟ ଯୋଗ୍ୟତା ନାହିଁ। ତେଣୁ ସମ୍ପଦର ବୈଶିଷ୍ଟ୍ୟ ନୁହେଁ କୋଉଟା? ଉପଯୋଗିତା। ଉପଯୋଗିତା ଥିଲେ ବି କ'ଣ? ନା ବିକ୍ରୟ ଯୋଗ୍ୟତା ନାହିଁ। ତେଣୁ କି ମେନ୍ ହେଉଛି ଉପକାରିତା, ସ୍ୱଳ୍ପତା ଓ ବିକ୍ରୟ ଯୋଗ୍ୟତା। ନେକ୍ସଟ ପ୍ରଶ୍ନ, 16 ନମ୍ବର ପ୍ରଶ୍ନ, ସମ୍ବଳର ପୂର୍ଣ୍ଣ ବିନିଯୋଗ ଘଟିବା ପରେ ରାଷ୍ଟ୍ରର ସ୍ୱଳ୍ପକାଳୀନ ଅଭିବୃଦ୍ଧି ହାରରେ କ'ଣ ହୁଏ? ସମ୍ବଳ ଯେତେବେଳେ ପୂର୍ଣ୍ଣ ବିନିଯୋଗ ହୋଇଥାଏ, ଓକେ, ରାଷ୍ଟ୍ରର ସ୍ୱଳ୍ପକାଳୀନ ଅଭିବୃଦ୍ଧି ହାରରେ କ'ଣ ହୁଏ? ନା ସ୍ଥିରତା ରହେ। କ'ଣ ହୁଏ? ସ୍ଥିରତା ରହେ। ନେକ୍ସଟ ପ୍ରଶ୍ନ, ନିମ୍ନୋକ୍ତ କେଉଁ ଉକ୍ତିଟି ଉପଯୋଗିତା କ୍ଷେତ୍ରରେ ଯଥାର୍ଥ ନୁହେଁ? ଉପଯୋଗିତା କ୍ଷେତ୍ରରେ ଯଥାର୍ଥ ନୁହେଁ। ତ ଉତ୍ତର ହେଉଛି ଉପଯୋଗିତାର ସଠିକ ପରିମାପ ସମ୍ଭବ। ଏଇଟା କ'ଣ? ନା ଏଇଟା ଯଥାର୍ଥ ନୁହେଁ। ନେକ୍ସଟ ପ୍ରଶ୍ନ, 18 ନମ୍ବର, ମୌଳିକ ଅର୍ଥନୈତିକ ସମସ୍ୟାଟି କ'ଣ? ମୌଳିକ ଅର୍ଥନୀତିର ସମସ୍ୟାଟି ହେଉଛି କ'ଣ? ନା ମନୋନୟନ ବା ଚୟନ। ମନୋନୟନ ବା ଚୟନ। 20 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ କେଉଁଟି ମୁକ୍ତ ଦ୍ରବ୍ୟ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ? ମୁକ୍ତ ଦ୍ରବ୍ୟ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ କୋଉଟା? ନା ପିଲାମାନେ ଯେଉଁ ବିନିମୟର ମୂଲ୍ୟଯୁକ୍ତ, ବିନିମୟ ମୂଲ୍ୟ ନାହିଁ। ମୁକ୍ତ ଦ୍ରବ୍ୟରେ ତୁମେ ଜାଣିଛ ତାର ମୂଲ୍ୟ ନାହିଁ, ବିନିମୟ ମୂଲ୍ୟ ନାହିଁ। ତେଣୁ ଏଇଟା ପ୍ରଯୁଜ୍ୟ ନୁହେଁ। କିନ୍ତୁ ମୁକ୍ତ ଦ୍ରବ୍ୟ, ଏହାର ପ୍ରକୃତିର ମୁକ୍ତ ଅବଦାନ, ପର୍ଯ୍ୟାପ୍ତ ଯୋଗାଣ ଅଛି, ବିନା ଦାମରେ ପ୍ରଦାନ ମିଳିଥାଏ, ଏଗୁଡ଼ିକ ସବୁ ପ୍ରଯୁଜ୍ୟ। 20 ନମ୍ବର ପ୍ରଶ୍ନ, ଅର୍ଥଶାସ୍ତ୍ରରେ ଦର କହିଲେ କ'ଣ ବୁଝାଏ? ଅର୍ଥଶାସ୍ତ୍ରରେ ପିଲେ ଦର କହିଲେ ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟକୁ ବୁଝାଏ। ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟକୁ। 21 ନମ୍ବର ପ୍ରଶ୍ନ, ହୀରାକୁଦ ଡ୍ୟାମ କେଉଁ ସମ୍ପଦ ପଦବାଚ୍ୟ? ହୀରାକୁଦ ଡ୍ୟାମ ପିଲେ କ'ଣ? ନା ଜାତୀୟ ସମ୍ପଦ ପଦବାଚ୍ୟ। ହୀରାକୁଦ ଡ୍ୟାମ ଗୋଟେ ଜାତୀୟ ସମ୍ପଦ, କାହାର ବ୍ୟକ୍ତିଗତ ସମ୍ପଦ ନୁହେଁ। ହେଲା। ନେକ୍ସଟ ପ୍ରଶ୍ନ, 22 ନମ୍ବର, ଜଣେ ଭାରତୀୟ ଅଧ୍ୟାପକଙ୍କ ପାଇଁ ମୋଟର କାର। ଜଣେ ଭାରତୀୟ ଅଧ୍ୟାପକ ସିଏ, ତେଣୁ ଅଧ୍ୟାପକ ଯଦି ମୋଟର କାର ମାନେ ଚଲାନ୍ତି, ଅର୍ଥାତ୍ ସିଏ ଠିକ୍ ଜାଗାରେ ପହଞ୍ଚାଇବା ଦରକାର। କିନ୍ତୁ ତ ଜଣେ ଭାରତୀୟ ଅଧ୍ୟାପକ କୁହାଯାଇଛି, ଅଧ୍ୟାପକ ପାଇଁ ମୋଟର କାର ଏଇଟା କ'ଣ ହେବ? ନା ମୋଟର କାର ଆରାମଦାୟକ ଦ୍ରବ୍ୟ ହେବ। ଆରାମଦାୟକ, ଠିକ୍ ଅଛି, ବିଳାସ ନୁହେଁ କିନ୍ତୁ ଆରାମଦାୟକ, ଅତି ଆବଶ୍ୟକ ହେବ ନାହିଁ, ଆରାମଦାୟକ ହେଇପାରିବ। ବୁଝିହେଉଛି? ତ ନେକ୍ସଟ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅର୍ଥନୈତିକ ଦ୍ରବ୍ୟ ନୁହେଁ? ଅର୍ଥନୈତିକ ଦ୍ରବ୍ୟ ନୁହେଁ ଯେଉଁଟା ଫ୍ରିରେ ମିଳୁଛି। କେଉଁଟା ଫ୍ରିରେ ମିଳୁଛି ଅର୍ଥନୈତିକ ଦ୍ରବ୍ୟ ନୁହେଁ? ନା ତମକୁ ଯେଉଁ ବାୟୁମଣ୍ଡଳରୁ ଯେଉଁ ଅମ୍ଳଜାନ ମିଳୁଛି ସେଟା ତୁମେ କ'ଣ ପଇସା ଦେବାକୁ ପଡ଼ୁଛି? ନାଇଁ। ତେଣୁ ସେଇଟା ହେଉଛି ଅର୍ଥନୈତିକ ଦ୍ରବ୍ୟ ନୁହେଁ, ଫ୍ରି ଦ୍ରବ୍ୟ, ମୁକ୍ତ ଦ୍ରବ୍ୟ। 24 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ ଦ୍ରବ୍ୟ ମଧ୍ୟରୁ କେଉଁଟି ସମ୍ପଦ ନୁହେଁ? ସମ୍ପଦ କେଉଁଟା ନୁହେଁ? ନା ସମ୍ପଦ ନୁହେଁ କୋଉଟା? ଯେଉଁଟାକି ହସ୍ତାନ୍ତର କରାଯାଇ ପାରିବ ନାହିଁ। ଗୋଟେ ଜଣେ ଉପାଧି ପାଇଲେ, ପଦ୍ମଶ୍ରୀ ଉପାଧି, ସେ କ'ଣ ଆଉ କାହାକୁ ବିକ୍ରି କରିପାରିବ? ହସ୍ତାନ୍ତର କରିପାରିବେ ନାହିଁ। ତେଣୁ ପଦ୍ମଶ୍ରୀ ଉପାଧି ଏଇଟା ସମ୍ପଦ ନୁହେଁ।
କିନ୍ତୁ ହାତ ବନ୍ଧା ଘଡ଼ି, ଆମ୍ବ ବଗିଚା, ମୋଟର କାର ଏଗୁଡ଼ିକ ସବୁ ସମ୍ପଦ ପଦବାଚ୍ୟ। 25 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପଭୋଗ୍ୟ ଦ୍ରବ୍ୟ? ଉପଭୋଗ୍ୟ ମାନେ ଉପଭୋଗର ଯୋଗ୍ୟ ଉପଭୋଗ୍ୟ। ଉପଭୋଗର ଯୋଗ୍ୟ ହେଉଛି ଉପଭୋଗ୍ୟ, ନାଇଁ କି? ତେଣୁ ଚାଉଳକୁ ତମେ ଉପଭୋଗ କରିପାରିବ, ତେଣୁ ସେଇଟା। ନେକ୍ସଟ ପ୍ରଶ୍ନ, ନିମ୍ନୋକ୍ତ କେଉଁଟି କେନ୍ଦ୍ରୀୟ ଅର୍ଥନୈତିକ ସମସ୍ୟା ନୁହେଁ? କେନ୍ଦ୍ରୀୟ ଅର୍ଥନୈତିକ ସମସ୍ୟା ନୁହେଁ କୋଉଟା? 26 ନମ୍ବର ପ୍ରଶ୍ନ ଉତ୍ତର ହେଉଛି କ'ଣ? ନା କେତେ ପରିମାଣରେ ଲାଭ ମିଳିବ ଏଇଟା ନୁହେଁ, କିନ୍ତୁ କେନ୍ଦ୍ରୀୟ ସମସ୍ୟା କୋଉ ଗୁଡ଼ିକ? କ'ଣ ଉତ୍ପାଦନ କରାଯିବ, କିପରି ଉତ୍ପାଦନ କରାଯିବ, କାହା ପାଇଁ ଉତ୍ପାଦନ କରାଯିବ, ଏ ତିନୋଟି ଅର୍ଥନୈତିକ ସମସ୍ୟା। ଠିକ ଅଛି। 27 ନମ୍ବର ପ୍ରଶ୍ନ, ଅବାଧ ଲବ୍ଧ ଦ୍ରବ୍ୟ। ଅବାଧ ଲବ୍ଧ ମାନେ ମିଳୁଛି, ଅବାଧ ମାନେ ପ୍ରଚୁର ପରିମାଣରେ ମିଳୁଛି। ଅବାଧ ଲବ୍ଧ ଦ୍ରବ୍ୟ ହେଉଛି କ'ଣ? ନା ଅବାଧ ଲବ୍ଧ ଦ୍ରବ୍ୟ ହେଉଛି କ'ଣ କିରେ? ଉଭୟ ଏ ଆଉ ବି। ଉଭୟ ଏ ଆଉ ବି କ'ଣ? ନା ମାନବିକ ପରିଶ୍ରମର ଫଳ ଆଉ ପ୍ରକୃତିର ମୁକ୍ତ ଅବଦାନ, ନାଇଁକି? ତେଣୁ ମାନବିକ ପରିଶ୍ରମର ଫଳ, ପରିଶ୍ରମ କରି ସେଟାକୁ ମିଳିଛି ଅବାଧ ଲବ୍ଧ ଦ୍ରବ୍ୟ, ଆଉ ପ୍ରକୃତିର ମୁକ୍ତ ଅବଦାନ। ଆଉ ପାଉଣା ବା ଦର ନ ଦେଇ ମିଳିଥାଏ ଅବାଧ ଲବ୍ଧ ଦ୍ରବ୍ୟ। ଅବାଧ ଲବ୍ଧ ଦ୍ରବ୍ୟ ମାନବିକ ପରିଶ୍ରମର ଫଳ। ଆଚ୍ଛା, ଏଇଠି ଦେଖ, ଏଇଠି ଟିକେ ଭୁଲ ଦେଇଛି। କ'ଣ? ମାନବିକ ପରିଶ୍ରମ ଫଳ ହବନି, ଅବାଧ ଲବ୍ଧ ଦ୍ରବ୍ୟ ଯେଉଁଟାକି ପ୍ରଚୁର ପରିମାଣରେ ମିଳୁଛି। ମାନବିକ ପରିଶ୍ରମର ଫଳ, ପ୍ରାକୃତିକ ମୁକ୍ତ ଅବଦାନ। ପ୍ରାକୃତିକ ମୁକ୍ତ ଅବଦାନ ତ ଠିକ ଅଛି, ପାଉଣା ବା ଦର ନ ଦେଇ ମିଳିଥାଏ ନାଇଁ, କିଛି ପ୍ରଚୁର ପରିମାଣରେ ଦ୍ରବ୍ୟ ଯେଉଁଟା ମିଳେ ପାଉଣା ଦେବାକୁ ପଡ଼ିଥାଏ। ନେକ୍ସଟ ପ୍ରଶ୍ନ, ଠିକ ଅଛି। ନେକ୍ସଟ ପ୍ରଶ୍ନ 28 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ଦ୍ରବ୍ୟ ମଧ୍ୟରୁ କେଉଁଟି ଉତ୍ପାଦକ ଦ୍ରବ୍ୟ? ଉତ୍ପାଦକ ଦ୍ରବ୍ୟ ଯାହାକି ଉତ୍ପାଦନରେ ସାହାଯ୍ୟ କରିଥାଏ। ଉତ୍ପାଦନରେ ସାହାଯ୍ୟ କରିଥାଏ କେଟା? କଞ୍ଚାମାଲ ଉତ୍ପାଦକ ଦ୍ରବ୍ୟ। 29 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ ଦ୍ରବ୍ୟ ମଧ୍ୟରୁ କେଉଁଟି ଅନ୍ତିମ ଦ୍ରବ୍ୟ? ଅନ୍ତିମ ଦ୍ରବ୍ୟ ମାନେ ଯେଉଁଟାକି ଖାଉଟି ଦ୍ରବ୍ୟ, ଯେଉଁଟାକି ଆମେ ବ୍ୟବହାର କରୁ। କୋଉଟା? ଲୁହା ପଥର ଆମେ ଡାଇରେକ୍ଟ ବ୍ୟବହାର କରୁନାହୁଁ, କାହିଁକି? ତେଣୁ ଏଇଟା ହେବ ନାହିଁ। କୋଇଲା ବି ନୁହଁ, ଇସ୍ପାତ ବି ନୁହଁ, ଟ୍ରାକ୍ଟରକୁ ଆମେ ବ୍ୟବହାର କରୁଥାଉ। ତେଣୁ ଅନ୍ତିମ ଦ୍ରବ୍ୟ ଟ୍ରାକ୍ଟର, ଯେଉଁଟାକି ବିକ୍ରି ହେଇପାରିବ, ଯେଉଁଟାକି ଲୋକମାନେ ବ୍ୟବହାର କରିପାରିବେ। ପିଲାମାନେ, ଏଇଠି ପ୍ରଥମ ମାରାଥନ ଆମେ ଆଲୋଚନା କଲୁ। ଭଲ ଲାଗିଥିବ, ସମସ୍ତଙ୍କୁ ସେୟାର କରିବ। ରହିଲି। ବନ୍ଦେ ଉତ୍କଳ ଜନନୀ।